ସ୍ଧ୍ୟାୟ ସେବା ଫାଉଣ୍ଡେସନ ନିଷ୍ଠାପୂର୍ଣ୍ଣ ଏବଂ ବହୁମୁଖୀ ସେବା ମାଧ୍ୟମରେ ଆମ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ଏହି ସାମାଜିକ ସଂଗଠନ ଶିକ୍ଷା, ସ୍ୱାସ୍ଥ୍ୟସେବା, ପ୍ରାକୃତିକ ଚିକିତ୍ସା, ଯୋଗ, ପରିବେଶ ସୁରକ୍ଷା, ପ୍ରାକୃତିକ ଚାଷ, ମାଟିର ଭାଣ୍ଡା, ମିଟ୍ଟି ବାର୍ତ୍ତନ, ପ୍ରଚାର ଏବଂ ବୃହତ୍ ପରିମାଣରେ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟରେ ଅଗ୍ରଣୀ ଭୂମିକା ନେଇଛି। ଦୃଷ୍ଟିସମ୍ପନ୍ନ ସ୍ଥାପକ ଡକ୍ଟର ମନୀଷ ଗୋୟଲ ନିରନ୍ତର ଭାବରେ ପ୍ରାକୃତିକ ଚିକିତ୍ସା, ପାରମ୍ପରିକ ଭାରତୀୟ ଯୋଗ ପ୍ରଣାଳୀ ଏବଂ ରସାୟନମୁକ୍ତ ପ୍ରାକୃତିକ ଚାଷକୁ ପ୍ରଚାର କରୁଛନ୍ତି। ତାଙ୍କ ଅବିଚଳ ଦୃଢ଼ ସଂକଳ୍ପ ବର୍ଷକାଳ ଧରି ଲୋକଜାଗରଣ ଏବଂ ପରିବର୍ତ୍ତନାତ୍ମକ ସେବାକୁ ଅଗାଧ ପ୍ରେରଣା ଦେଇଆସିଛି। ଫାଉଣ୍ଡେସନର କାର୍ଯ୍ୟକ୍ଷେତ୍ର ଅତ୍ୟନ୍ତ ବିସ୍ତୃତ, ଦେଶଜୁଡ଼ାରୁ ଅଧିକ ଯୋଗ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି। ଡକ୍ଟର ମନୀଷ ଗୋୟଲଙ୍କ ଜାତୀୟ ନେତୃତ୍ୱ ଚାଷୀମାନଙ୍କୁ ଗୋଆଧାରିତ ପ୍ରାକୃତିକ କୃଷି ଅପନାଉଥିବାରେ ପ୍ରେରିତ କରୁଛି ଏବଂ ତାଙ୍କୁ ଜ୍ଞାନ ସହ ସହଯୋଗୀୟ ପ୍ରାୟୋଗିକ ସହାୟତା ଦେଇଆସୁଛି। ଏପର୍ଯ୍ୟନ୍ତ ପ୍ରାୟ 1000 ଏକର ଜମି ଫାଉଣ୍ଡେସନଙ୍କ ମାର୍ଗଦର୍ଶନରେ ପ୍ରାକୃତିକ ଚାଷକୁ ପରିବର୍ତ୍ତିତ ହୋଇଛି। ତଦୁପରି ଦେଶବ୍ୟାପୀ ପ୍ରାକୃତିକ ଚାଷୀମାନଙ୍କର ଏକ ଅଲ୍ ଇଣ୍ଡିଆ ଟେଲିଫୋନ ଡିରେକ୍ଟୋରୀ ପ୍ରସ୍ତୁତ ହେଉଛି, ଯାହା ତାଙ୍କୁ ଜୈବିକ ଉତ୍ପାଦ ବିପଣନ ଏବଂ ସ୍ଥାୟୀ ବ୍ୟବସାୟ ଗଢ଼ିବାରେ ସହାୟତା କରିବ। ଫାଉଣ୍ଡେସନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଅଧିକ ଚାଷୀ ପ୍ରାକୃତିକ କୃଷି ପ୍ରଣାଳୀ ଶିଖିପାରିଛନ୍ତି, ଯାହାଫଳରେ ତାଙ୍କ ଉତ୍ପାଦ ଜାତୀୟ ଏବଂ ଅନ୍ତର୍ଜାତୀୟ ମାର୍କେଟରେ ପହଞ୍ଚୁଛି। ମାଟିର ଭାଣ୍ଡା, ମିଟ୍ଟି ବାର୍ତ୍ତନ ବଣାଉଥିବା କୁମ୍ଭକାର ଏବଂ ଗ୍ରାମୀଣ ଶିଳ୍ପୀମାନଙ୍କୁ ଭଲ ମାର୍କେଟ ସୁଯୋଗ ଏବଂ ତାଙ୍କ ପାରମ୍ପରିକ କଳାକୁ ସମ୍ମାନ ମିଳିବାରେ ଫାଉଣ୍ଡେସନ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି। ଶିକ୍ଷା ସଂସ୍ଥାଗୁଡ଼ିକରେ କରାଯାଇଥିବା ବୃକ୍ଷରୋପଣ ଅଭିଯାନ ଜଣେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଧି ଗଛ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ଗଢ଼ି ଉଠିବାରେ ବଡ଼ ସାହାଯ୍ୟ କରୁଛି। ଫାଉଣ୍ଡେସନର ଘର ଘର ମୋରିଙ୍ଗା ଅଭିଯାନ ଦ୍ରୁତ ଗତିରେ ପ୍ରସାର ଅଭିଯାନ ହୋଇ ଅଧିକ ସଧି ଏବଂ ମୂଲ୍ୟବାନ ବୃକ୍ଷରୋପଣ ସଫଳ ହୋଇଛି। ନଗର ଅଞ୍ଚଳରେ ଆୟୋଜିତ କୃଷି ପର୍ଯ୍ୟଟନ ଜାଗରୁକତା କାର୍ଯ୍ୟକ୍ରମ ଲୋକମାନଙ୍କୁ ପୁନର୍ବାର ପ୍ରକୃତି ଏବଂ କୃଷି ସଂସ୍କୃତି ସହିତ ଯୋଡ଼ି ଦେଉଛି। ସମ୍ପର୍ଯ୍ୟାପ୍ତ ଗୋଶାଳା ସୃଷ୍ଟି ପାଇଁ ଗୋବର ଆଧାରିତ ବିଭିନ୍ନ ପ୍ରୟୋଗାଧୀନ ପ୍ରଦାନ ସାମଗ୍ରୀର ପ୍ରଶିକ୍ଷଣ ଏବଂ ପ୍ରଚାର ମାଧ୍ୟମରେ ଫାଉଣ୍ଡେସନ ନୂତନତାକୁ ଆଗେଇ ଆଣୁଛି, ଯାହା ଏହି ଉତ୍ପାଦକୁ ବଜାର ସ୍ୱୀକୃତି ଏବଂ ଆର୍ଥିକ ସମର୍ଥନ ଦିଏ। ପ୍ରାକୃତିକ ସ୍ୟାନଭରଣକୁ ଉତ୍ତେଜନା ଦେଇ ଫାଉଣ୍ଡେସନ ଶିକ୍ଷାଳୟ ଏବଂ ଗ୍ରାମ ଅଞ୍ଚଳକୁ ଦତ୍ତକ ନେଇ ୟୋଜଡ଼ା ଏବଂ ପ୍ଲାଷ୍ଟିକ ପ୍ରଦୂଷଣ ବିରୁଦ୍ଧରେ ଯୁଦ୍ଧ କରୁଛି। ଫିଙ୍କି ଦିଆଯାଇଥିବା ଜିନିଷକୁ ପୁନଃଦୃଷ୍ଟିକୋଣ କରି ଉପଯୋଗୀ ଉତ୍ପାଦରେ ପରିଣତ କରାଯାଉଛି। ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ପାଇଁ ଫାଉଣ୍ଡେସନ ବିଭିନ୍ନ ଫଟୋଗ୍ରାଫି ପ୍ରତିଯୋଗିତା, ଜାଗରୁକତା ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରି ତାଙ୍କର ପରିବେଶ ଜ୍ଞାନ ଏବଂ ଟକାଉ ଜୀବନଶୈଳୀ ସମ୍ପର୍କରେ ମୂଲ୍ୟବୋଧ ଗଢ଼ି ଉଠୁଛି। ସ୍ଧ୍ୟାୟ ସେବା ଫାଉଣ୍ଡେସନର ଦୃଷ୍ଟିକୋଣ ସ୍ୱାସ୍ଥ୍ୟ ସଚେତନତା ପ୍ରସାର, ପ୍ରାକୃତିକ ଜୀବନଶୈଳୀର ପ୍ରୋତ୍ସାହନ, ବ୍ୟକ୍ତିଗତ ଏବଂ ସାମାଜିକ ଦାୟିତ୍ୱକୁ ସୁଦୃଢ଼ କରି ଏକ ସମତୋଲ, ସ୍ୱାସ୍ଥ୍ୟକର, ପ୍ରାକୃତିକ ସମାଜ ସୃଷ୍ଟି ହେବା ଏହାର ପ୍ରଧାନ ଲକ୍ଷ୍ୟ। ତା ସହିତ କୁସଙ୍ଗତି ଓ କୁସବ୍ୟସନ ଛାଡ଼ି ଏକ ପରିବେଶବନ୍ଧବ ଏବଂ ସ୍ଥାୟୀ ଆଗାମୀକୁ ସମସ୍ତଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରାଯାଉଛି।